ମା ବାସ୍ ଏହି ଶବ୍ଦଟି ହିଁ ଯଥେଷ୍ଟ। ତା ବିଷୟରେ ମୁଁ କ'ଣ ଏ ଦୁନିଆର କୌଣସି ବି ପିଲା ଯେତେ ଶବ୍ଦ ଦେଇ ବର୍ଣ୍ଣନା କଲେ ବି ତାହା ସମୁଦ୍ରକୁ ସଂଖ୍ୟା ସହ ସମାନ ହେବ। ତଥାପି ବର୍ତ୍ତମାନର ଆମର ଏହି ସ୍ମାର୍ଟ ଜୀବନଶୈଳୀ ଭିତରେ ଗୋଟେ ମା କେମିତି ଛଟପଟ ହେଉଛି ତାହା ଆପଣମାନଙ୍କୁ ଏକ କାହାଣୀ ମାଧ୍ୟମରେ ବୁଝାଇବାର ଏହା ମୋର ଏକ ଛୋଟ ପ୍ରୟାସ। ଫ୍ରେଣ୍ଡସ୍, ଆପଣମାନଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି, କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଏ କାହାଣୀର ଥିବା ସାରମର୍ମକୁ ନିଜ ଜୀବନରେ ଲଗାଇବାକୁ ଚେଷ୍ଟା କରନ୍ତୁ। ଅଳକା ଆୟୁଷକୁ କହୁଛି, ଆରେ ବୁଝିଲ ଆୟୁଷ, ଆସନ୍ତା ସଣ୍ଡେ ମୋର ଫ୍ରେଣ୍ଡମାନଙ୍କ ସହ ଗୋଟେ ଗେଟ୍ ଟୁଗେଦର ପାର୍ଟି ଅଛି। ତୁମେ ତ ଜାଣିଛ ଏଭଳିଆ ପାର୍ଟିକୁ ସାଙ୍ଗମାନେ କେମିତି ସଜବାଜ ହୋଇ ଆସନ୍ତି। ମୁଁ ଏପର୍ଯ୍ୟନ୍ତ କିଛି ସପିଂ ବି କରିନି। ଆୟୁଷ, ଆରେ ତୁମେ ଶୁଣୁଛ ନା ନାହିଁ? ଆୟୁଷ ଟିକେ ବିରକ୍ତ ହୋଇ କହିଲା, ହଁ ୟାର ଶୁଣୁଛି। ମୁଁ ତୁମକୁ କେତେବେଳେ ମନା କଲି ସପିଂ କରିବାକୁ? ଡ୍ରାଇଭରକୁ ନେଇ ଚାଲି ଯାଇଥାନ୍ତ ନା। ସାର୍ଟର ବଟମ୍ ଲଗଉ ଲଗଉ ଆୟୁଷ କହୁଛି, ଆରେ ରେଡ଼ି ହେବା ପାଇଁ ତୁମକୁ ଆଉ କେତେ ସମୟ ଲାଗିବ? ଆରେ ମୋର ଲେଟ୍ ହେଉଛି, ଅଫିସରେ ବହୁତ ଇମ୍ପୋର୍ଟାଣ୍ଟ ମିଟିଂ ସବୁ ଅଛି। ଏଇ କଥା କହି ଆୟୁଷ ଘରୁ ବାହାରକୁ ବାହାରିଗଲା। ଗାଡ଼ି ପାଖକୁ ଯିବା ସମୟରେ ବଗିଚାରେ ବସିଥିବା ନିଜର ବୁଢ଼ୀ ମା ଉପରେ ଆୟୁଷର ଆଖି ପଡ଼ିଲା। ଆୟୁଷ ସଡନ୍ଲି ଘର ଭିତରକୁ ଫେରିଗଲା। ଅଳକାକୁ ଯାଇ ପଚାରିଲା, ଆରେ ଅଳକା, ଆମେ ସପିଂ ପାଇଁ ଯାଉଛୁ, ତୁମେ ମାଆକୁ ପଚାରିଛ କି ତାର କିଛି ଦରକାର କି ନାହିଁ? ଅଳକା କହୁଛି, ନା ନା, ମୁଁ ପଚାରିନି। ଏ ବୟସରେ ତାଙ୍କର କ'ଣ ଦରକାର? ଖାଇବାକୁ ଆଉ ପିନ୍ଧିବାକୁ ତ ତାଙ୍କୁ ମିଳୁଛି, ଆଉ ଅଧିକ କ'ଣ ଦରକାର? ତମର ଯଦି ଏତେ ଚିନ୍ତା ତମ ମା ପାଇଁ, ତୁମେ ନିଜେ ଯାଇ ପଚାରୁନ। ଆୟୁଷ ମା ପାଖକୁ ଗଲା ଆଉ ଯାଇ ପଚାରିଲା, ମା, ଅଳକା ଆଉ ମୁଁ ଅଳକାର କିଛି ସପିଂ ପାଇଁ ମାର୍କେଟ ଯାଉଛୁ। ତୋର ଯଦି କିଛି ଦରକାର କହ, ଆମେ ନେଇ ଆସିବୁ। ଆୟୁଷ ପାଟିରୁ କଥା ସରିଛି କି ନାହିଁ, ମା କହିଲା, ନାଇଁରେ ବାପା, ମୋର କିଛି ଦରକାର ନାହିଁ। ବୋହୂକୁ ନେଇ ମାର୍କେଟ ଯାଉଛୁ, ବହୁତ କିଛି କିଣିବାର ଥିବ, ତେଣୁ ଶୀଘ୍ର ଯାଇ ଶୀଘ୍ର ଫେରିଆସିବ। ଆୟୁଷ ବାଧ୍ୟ କରି ପୁଣି ମାଆକୁ ପଚାରିଲା, ନାଇଁ ମା, ତୁ କହ ତୋର କ'ଣ ଦରକାର? ଆୟୁଷର ଜବରଦସ୍ତି ଦେଖି ମା କହିଲା, ହଉ, ତୁ ଯଦି ବାଧ୍ୟ କରୁଛୁ ତାହେଲେ ଟିକେ ରହ, ମୁଁ ଲେଖିକି ଦେଉଛି। ଏତେ ସାରା କାମ ଭିତରେ ହୁଏତ ତୁ ଭୁଲି ଯାଇପାରୁ, ସେଇଥିପାଇଁ ମୁଁ ତୋତେ ଲେଖିକି ଦେଉଛି। ଏହା କହି ମା ଭିତରକୁ ଗଲା। ଆଉ କିଛି ସମୟ ପରେ ଗୋଟେ କାଗଜ ଆଣି ଆୟୁଷ ହାତକୁ ବଢ଼ାଇଦେଲା। ଆୟୁଷ ମା ହାତରୁ କାଗଜକୁ ନେଇ ନିଜ ପକେଟରେ ରଖିଦେଲା। ଆୟୁଷ ଗାଡ଼ିର ସିଟ୍ ବେଲ୍ଟ ବାନ୍ଧୁ ବାନ୍ଧୁ ଅଳକାକୁ କହିଲା, ଦେଖିଲ ଅଳକା, ମାଆର ବି କିଛି ଦରକାର ଅଛି, କିନ୍ତୁ ସେ ଖୋଲିକି କହିପାରୁନି। ମୁଁ ବହୁତ ବାଧ୍ୟ କରି ପଚାରିବାରୁ ଲିଷ୍ଟ ବନେଇ ଦେଇଛି। କିଛି ସମୟ ପରେ ଦୁହେଁ ଗୋଟେ ବଡ଼ ସପିଂ ମଲ୍ ପାଖରେ ପହଞ୍ଚିଲେ। ପାର୍କିଂରେ ଗାଡ଼ି ରଖୁ ରଖୁ ଅଳକା କହିଲା, ଦେଖ, ମୋର ବହୁତ କିଛି ସପିଂ କରିବାର ଅଛି, ତେଣୁ ମୁଁ ପ୍ରଥମେ ମୋର କାମ ସବୁ ସାରେ, ତାପରେ ତୁମ ମାଆଙ୍କର ଲିଷ୍ଟ ଦେଖିବା। ସପିଂ ମଲ୍ର ତଳଠୁ ଉପର ବୁଲି ବୁଲି ଦୁହେଁ ଅଳକାର ସବୁତକ ଜିନିଷ କିଣିଲେ। ତାପରେ ଅଳକା କହିଲା, ଦେଖ, ବହୁତ ସମୟ ହେଲା ବୁଲି ବୁଲି ମୁଁ ଥକିଗଲିଣି, ତେଣୁ ମୁଁ ଯାଉଛି, ଗାଡ଼ିର ଏସି ଚଲେଇକି ଟିକେ ବସିବି। ତୁମେ ତୁମ ମାଆଙ୍କର ଲିଷ୍ଟ ଦେଖି କିଣାକିଣି କର। ଅଳକାର କଥା ଶୁଣି ଆୟୁଷ କହିଲା, ଆରେ ଅଳକା, ଆରେ ରୁହ, ଆରେ ମୋର ବି ବହୁତ କାମ ଅଛି, ତେଣୁ ଦୁହେଁ ମିଶି ସପିଂ କରିବା। ଶୀଘ୍ର ସପିଂ ସରିଲେ ମୁଁ ପୁଣି ଅଫିସ ଯିବି ନା। ଏହା କହି ଆୟୁଷ ପକେଟରୁ ମାଆର ଲିଷ୍ଟ ବାହାର କରି ଖୋଲିଲା। ଆୟୁଷ କାଗଜ ଖୋଲିବା କ୍ଷଣି ଅଳକା କହିଲା,
ଆରେ ବାବା, ଏତେ ବଡ଼ ଲିଷ୍ଟ! ନିଶ୍ଚୟ ମା ଗାଁରେ ଥିବା ତାଙ୍କ ସାନ ପୁଅ ଆଉ ତାର ପରିବାର ପାଇଁ ବହୁତ ସାରା ଜିନିଷ ଏ ଲିଷ୍ଟରେ ଲେଖିଥିବେ। ଏହା କହି ଅଳକା ରାଗ ଥରଥର ମୁହଁରେ ଆୟୁଷକୁ ଚାହିଁଲା। କିନ୍ତୁ ଆୟୁଷ ଯେମିତି କାଗଜ ଉପରେ ନିଜର ନଜର ପକାଇଛି, ହାତ ତାର ଶୁଖିଲା ପତ୍ର ପରି ଥରିବାକୁ ଲାଗିଲା। ପୁରା ଶରୀରରେ କମ୍ପନ, ଆଖିରୁ ଝରି ଚାଲିଲା ଅନବରତ ଲୁହର ଧାର। ଏହା ଦେଖି ଅଳକା ଆଶ୍ଚର୍ଯ୍ୟ ହୋଇଗଲା। ମା ଏମିତି କ'ଣ ଆଣିବା ପାଇଁ ଲେଖିଛନ୍ତି ଯେ ଆୟୁଷ ଏମିତି ଥରୁଛନ୍ତି? ଆୟୁଷର ହାତରୁ କାଗଜଟି ଛଡ଼ାଇ ନେଲା ଅଳକା, ଆଉ ପଢ଼ିବାକୁ ଲାଗିଲା। ଏତେ ବଡ଼ କାଗଜରେ ଲେଖା ଥିଲା ମାତ୍ର କିଛି ଶବ୍ଦ। ଆୟୁଷ, ତୋଠୁ ମୁଁ କିଛି ଚାହେଁନି, ତଥାପି ଯଦି ତୁ ଜିଦ୍ କରୁଛୁ ତାହେଲେ ତୋ ସହରର କୌଣସି ଦୋକାନରେ ଯଦି ମିଳିଯାଏ ତାହେଲେ କିଛି ଫୁର୍ସତର ସମୟ ମୋ ପାଇଁ ଆଣିବୁ। ଆଉ କେତେ ଦିନ ବଞ୍ଚିବି ଜାଣେନି। ମରିବା ପୂର୍ବରୁ ତୋ ସହ ଫ୍ରିରେ ବସି ଟିକେ କଥା ହେବାକୁ ଚାହେଁ। ବୁଢ଼ା ବୟସର ଏହି ନିସଙ୍ଗତତା ତୋ ସହ ଟିକେ ବାଣ୍ଟିବାକୁ ଚାହେଁ। ତୋତେ ପୁଣି ଥରେ ମୋ କୋଳରେ ଶୁଆଇବାକୁ ଚାହେଁ। ମୋର ଏହି କର୍କଶ ହାତ ପାପୁଲିରେ ତୋତେ ଟିକେ ଆଉଁସି ଦେବାକୁ ଚାହେଁ। ମୋ ଲୁଗା କାନିରେ ତୋ ମୁହଁକୁ ଟିକେ ପୋଛି ଦେବାକୁ ଚାହେଁ। କିଏ ଜାଣେ ଆର ବର୍ଷ ଖରା ଛୁଟି ବେଳକୁ ମୁଁ ଥିବି କି ନାହିଁ। ଫ୍ରେଣ୍ଡସ୍, ସ୍ମାର୍ଟ ସିଟିରେ ରହୁଛି। ହାତର ଘଡ଼ିଠୁ ନେଇ ମୋବାଇଲ ପର୍ଯ୍ୟନ୍ତ ସବୁକିଛି ସ୍ମାର୍ଟ। କିନ୍ତୁ ବାପା ମାଙ୍କୁ ସମୟ ଦେବାରେ ସତରେ କ'ଣ ଆମେ ସ୍ମାର୍ଟ? ଥରେ ଭାବିକି ଦେଖିବେ। ରହୁଛି, ନମସ୍କାର।